ଦାସଦା ଠାକୁରଙ୍କ ସହ ପ୍ରତିନିଧି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ରାୟ ସେମାନେ ଅନ୍ନପୂର୍ଣ୍ଣା ଆଉ ତାଙ୍କର ପୁତ୍ରବଧୂ ଡକ୍ଟର ବର୍ଷା ବୈଶାଳିନୀ ପଣ୍ଡା ତାଙ୍କର ଜନ୍ମଦିନ ଉପଲକ୍ଷେ ସେଇ ବୈଶାଳିନୀ ଡକ୍ଟର ବର୍ଷା ବୈଶାଳିନୀ ମାଙ୍କର ସର୍ବୋଦୟ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ଦାସଦା ଅନ୍ନପୂର୍ଣ୍ଣା ମା ତାଙ୍କର ପରିବାର ସମସ୍ତଙ୍କର ସର୍ବୋଦୟ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ତତ୍ସହିତ ପ୍ରତିଦିନ ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦା ଜଗଦୀଶ ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ଜଗଦୀଶ କୁମାର ସାମନ୍ତରାୟ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦ୍ୟ ବାଙ୍ଗୁ ଭାଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କର ସୁପୁତ୍ର ସୁଧାକର ତାଙ୍କ ଜନ୍ମଦିନ ଉପଲକ୍ଷେ ସେ ସୁଧାକରଙ୍କର ସର୍ବୋଦୟ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ବାବାଙ୍କ ଭାଇ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦ୍ୟ ପୂର୍ଣ୍ଣ ଭାଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଆମର ସଦ୍ୟ ଗୌରୀ ମା ଶ୍ରୀମତୀ ଗୌରୀ ବେହେରା ତାଙ୍କର ସୁପୁତ୍ର ପ୍ରସିଦ୍ଧ ଦିତି ତାଙ୍କର ଜନ୍ମଦିନ ସେ ପ୍ରସିଦ୍ଧ ଦିତିଙ୍କର ସର୍ବୋଦୟ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ପୂର୍ଣ୍ଣ ଭାଇ ଗୌରୀ ମା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ବର୍ତ୍ତମାନ ଶଙ୍ଖଧ୍ୱନି ପ୍ରଦାନ କରିବେ ଆମର ସଦ୍ୟ ଅନୁମା ଶ୍ରୀମତୀ ଅନୁପମା ରାଉତ ଆଉ ସଦ୍ଗୁରୁ ବନ୍ଦନା କରିବେ ଆମର ସଦ୍ୟ ମୃତ୍ୟୁଞ୍ଜୟ ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ କୁମାର ରାଉତ ବର୍ତ୍ତମାନ ଅନୁମାନଙ୍କୁ ଅନୁରୋଧ କରୁଛି ଶଙ୍ଖଧ୍ୱନି ପ୍ରଦାନ କର ଦାଦା ଜୟ ଗୁରୁ। ଜୟ ଗୁରୁ ଜୟ गुरुर्ब्रह्मा गुरुर्विष्णु गुरुर्देव महेश्वर गुरुर्देवो परं ब्रह्म तस्मै श्री गुरुवे नमः अखण्डमण्डलाकारं व्याप्तं येन चराचरं तत्पादं दर्शितं येन तस्मै श्री गुरवे नमः अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्री गुरवे नमः सावरं व्याप्तं येन कृष्णं चराचरं तत्पादं दर्शितं येन तस्मै श्री गुरवे नमः चिद्रूपेण परिव्याप्तं त्रैलोक्यं सचराचरं तत्पादं दर्शितं येन तस्मै श्री गुरवे नमः न गुरुरधिकं तत्त्वं न गुरुरधिकं तपः तत्त्वज्ञानात् परं नास्ति तस्मै श्री गुरवे नमः मन्नाथः श्रीजगन्नाथ मद्गुरु श्री जगद्गुरु पदात्मा सर्वभूतात्मा तस्मै श्री गुरवे नमः गुरुरादिरुनादिश्च गुरुपराम दैवतं गुरुपरतरं नास्ति तस्मै श्री गुरवे नमः ब्रह्मानन्दं परमसुखदं केवलं ज्ञानमूर्तिं दन्दातीतं गगनसदृशं तत्त्वमस्वादिलक्ष्यम् एकं नित्यं विमलमचलं सर्वाधि साक्षिभूतं भवातीतं त्रिगुणरहितं सद्गुरुं त्वं नमामि सद्गुरुं त्वं नमामि सद्गुरुं त्वं नमामि। जय गुरुदादा। जय गुरु शंकरधन प्रदान कले ଆମର ସଦ୍ୟ ଅନୁମା ପବିତ୍ର ପଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ କୁମାର ରାଉତ ଭଗବାନଙ୍କର ସେମାନଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜୟ ଗୁରୁ ବର୍ତ୍ତମାନ ଆମେ ସମୟ ଧରେ 2 ମିନିଟ୍ ନାମ ଜପ କରିବା ନାମ ସମୟ ଆରମ୍ଭ
ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନୁସରଣ ଗ୍ରନ୍ଥ ପାଠ କରିବେ ଆମର ସଦୟ କିଶୋର ଭାଇ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର। ସତ୍ୟାନୁସରଣ ଗ୍ରନ୍ଥ ପାଠ କରିବେ। ଜୟଗୁରୁ। ଜୟଗୁରୁ ଆଜ୍ଞା। ପରମ ପ୍ରେମମୟ ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରଣ ଗ୍ରନ୍ଥ ପାଠ। ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆହତ ବା ଅଭିଭୂତ ହୁଏ ନା, ତାହା ହିଁ ବିଶ୍ୱାସ। ବିଶ୍ୱାସ ନଥିଲେ ଦର୍ଶନ ହେବ କିପରି? କର୍ମ ବିଶ୍ୱାସକୁ ଅନୁସରଣ କରେ, ଯେପରି ବିଶ୍ୱାସ କର୍ମ ମଧ୍ୟ ସେହିପରି ହୁଏ। ଗଭୀର ବିଶ୍ୱାସରେ ସବୁ କିଛି ହୋଇପାରେ। ବିଶ୍ୱାସ କର, ସାବଧାନ, ଅହଙ୍କାର, ଅଧୈର୍ଯ୍ୟ ଓ ବିରକ୍ତି ନ ଆସେ। ଯାହା ଚାହଁ ତାହା ହିଁ ହେବ। ବିଶ୍ୱାସ ହିଁ ବିସ୍ତାର ଓ ଚୈତନ୍ୟ ଆଣି ଦେଇପାରେ, ଆଉ ଅବିଶ୍ୱାସ ଜଡ଼ତ୍ୱ, ଅବସାଦ, ସଂକୀର୍ଣ୍ଣତା ଆଣିଥାଏ। ବିଶ୍ୱାସ ଯୁକ୍ତିତର୍କର ବାହାରେ। ଯଦି ବିଶ୍ୱାସ କର, ଯେତେ ଯୁକ୍ତିତର୍କ ତୁମର ସମର୍ଥନ କରିବ ହିଁ କରିବ। ତୁମେ ଯେପରି ଭାବରେ ବିଶ୍ୱାସ କରିବ, ଯୁକ୍ତିତର୍କ ତୁମକୁ ସେହିପରି ସମର୍ଥନ କରିବ। ଜୟଗୁରୁ। ଜୟଗୁରୁ। ସତ୍ୟାନୁସରଣ ଗ୍ରନ୍ଥ ପାଠ କଲେ ଆମ ସଦୟ କିଶୋର ଭାଇ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀନୀତି ଗ୍ରନ୍ଥ ପାଠ କରିବେ ଆମର ସେମାନେ ଅନ୍ନପୂର୍ଣ୍ଣା ମା ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି। ନାରୀନୀତି ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ ମା ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖ ନିଃସୃତ ନାରୀନୀତି ଗ୍ରନ୍ଥ ପାଠ। ନାରୀନୀତି ମୂର୍ତ୍ତିମାନ ପାପ, ଯେ ଆନନ୍ଦ ଅବସନ୍ନତାକୁ ଆମନ୍ତ୍ରଣ କରି ସ୍ୱାସ୍ଥ୍ୟ ଓ ଜୀବନର ଅପଳାପ ଘଟାଏ, ଯେ କର୍ମ ଭୟ ଓ ଦୁର୍ବଳତାକୁ ହିଁ ସୃଷ୍ଟି କରେ, ଯେ ସେବା, ଯେ ଅନୁରକ୍ତି, ଯେ ସହାନୁଭୂତି, ନିଜକୁ ପାରିପାର୍ଶ୍ୱିକକୁ ଜ୍ଞାନ ସମୃଦ୍ଧି ଓ ଶ୍ରେଷ୍ଠତ୍ୱକୁ ଅବହେଳା କରି ହୀନତାରେ ପ୍ରତିଷ୍ଠା କରି ଭ୍ରାନ୍ତି ଓ ବିପଦ ସହିତ ଅମଙ୍ଗଳକୁ ଡାକି ଆଣି ମରଣ କୋଳରେ ଶୁଆଇବାକୁ ଚାହେଁ, ତାହାକୁ ତୁମେ ମୂର୍ତ୍ତିମାନ ପାପ ବୋଲି ଜାଣିବ। ଓମ୍ ସ୍ୱସ୍ତି ସ୍ୱସ୍ତି। ବାଣୀ ସଂଖ୍ୟା 135। ଦାଦା ଜୟଗୁରୁ। ଜୟଗୁରୁ ମା ଜୟଗୁରୁ। ନାରୀନୀତି ଗ୍ରନ୍ଥ ପାଠ କଲେ ବର୍ତ୍ତମାନ ଅନ୍ନପୂର୍ଣ୍ଣା ମା ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ ମା। ଜୟଗୁରୁ ଜୟଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମ ସହିତ ଯୁଗଳ ଭାଇ ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ। ସ୍ୱାସ୍ଥ୍ୟ ସଦାଚାର ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଆଜ୍ଞା ଜୟଗୁରୁ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀହସ୍ତ ଲିଖିତ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ବାର୍ଦ୍ଧକ୍ୟକୁ ଯଦି ସ୍ୱୀକାର କରିନିଅ, ଆଉ ତୁମର ଯଦି ଝୁଙ୍କ ଥାଏ ସବୁ କିଛିକୁ ଗୋଟାଇ ନେବାକୁ, ସେତେ ତୁମେ ସଙ୍କୁଚିତ ହୋଇ ଉଠିବ। ସ୍ଫୂର୍ତ୍ତି ନେଇ ଚାଲିଲେ ଯେତେ ଦୂର ଚାଲିପାରିଥାନ୍ତ, ତାହା ଅପେକ୍ଷା ତୁମର ଅନୁଚଳନ ଓ ଅନୁବଳନ କ୍ଷୀଣରୁ କ୍ଷୀଣତର ହେଉଥିବ। ତୁମେ ଥକିବ, ତେଣୁ କହେ ବାର୍ଦ୍ଧକ୍ୟ ଆସେ, ଆଉ ତୁମେ ସେସବୁ ହାଙ୍ଗାମା ଭାବିବାକୁ ଯିବ କାହିଁକି? ସାର୍ଥକତାରେ ଆଗେଇ ଯିବାର ଅନୁଚଳନକୁ ସାଙ୍ଗରେ ରଖି ତୁମେ ଚାଲ, ଯେତେ ଦୂର ଉର୍ଜନାରେ ଆଗେଇ ଯାଇପାର ତାହା ଯାଅ। ବାଣୀ ସଂଖ୍ୟା 24। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସହିତ ଯୁଗଳ ଭାଇ ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ, ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସହିତ ଯୁଧିଷ୍ଠ ଭାଇ ଶ୍ରୀଯୁକ୍ତ ଯୁଧିଷ୍ଠ ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସହିତ ବିଷ୍ଣୁ ଭାଇ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡ଼ା। ତୃତୀୟ ଭଜନ ପରିବେଷଣ କରିବେ ଆମ ସହିତ ବୀଣାପାଣି ମା ଶ୍ରୀମତୀ ବୀଣାପାଣି ସାହୁ। ଚତୁର୍ଥ ଭଜନ ପରିବେଷଣ କରିବେ ଆମ ସଦ୍ୟା ପ୍ରଣତି ମା ଶ୍ରୀମତୀ ପ୍ରଣତି ପ୍ରୀତି ମିଶ୍ର। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦ୍ୟା ଶିବଶକ୍ତି ସୁଶ୍ରୀ ଶିବଶକ୍ତି ଦାସ। ବର୍ତ୍ତମାନ ଅନୁରୋଧ କରୁଛୁ ଆମର ବିଷ୍ଣୁ କଣ୍ଠଶିଳ୍ପୀ ଆମ ସହିତ ଯୁଧିଷ୍ଠ ଭାଇ ଶ୍ରୀଯୁକ୍ତ ଯୁଧିଷ୍ଠ ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟଗୁରୁ। ଦାଦା ଜୟଗୁରୁ। ଜୟଗୁରୁ। ଉପସ୍ଥିତ ସମସ୍ତ ଦାଦା ମା ମାନଙ୍କୁ ମୋର ଅନ୍ତର୍ଭରା ଜୟଗୁରୁ ଏବଂ ଯଥାମାନ୍ୟ ପ୍ରଣାମ। ଏ ଭଜନଟି ଶ୍ରୀ ଶ୍ରୀ ଠାକୁରଙ୍କ ଲିଖିତ ଭଜନ, ମୁଁ ତାକୁ ବୋଲିବା ପାଇଁ ଚେଷ୍ଟା କରୁଛି। আমি বেদ বিধি ছাড়ি বেদনা হরি
হরি নাম সদা গাই রে। আমি বেধি ছাড়ি বেদনা হরি, হরি নাম সদা গাই রে। আই হোক মম লক্ষ্য জনম, আই হোক মম লক্ষ্য জনম, তাই কোন খ্যাতি নাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। এই হোক মম লক্ষ্য জনম, তাই কোন খ্যাতি নাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। ভুনিন্দিত শান্ত শুনি মূর্তি যেন ভুলি না কতিল। ঘনা ভুনিন্দিত শান্ত শুনি মূর্তি যেন ভুলি না কতিল। নিত্য নৃত্য করে যে নমর, নিত্য নৃত্য করে যে মোর। চিত যমুনা ভুলিনে রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। সন্ধ্যা আমার বন্ধা হোক তাতে নাই কোন তর্পণ জল অর্পণ বিনা রধুক পিতৃল। সন্ধ্যা আমার বন্ধা হোক তাতে নাই কোন তর্পণ জল অর্পণ বিনা রধুক পিতৃল। পশুক জগতে নিন্দা খ্যাতি, পশুক রধুক সেজন জ্ঞাতি। পশুক জগতে নিন্দা খ্যাতি, পশুক রধুক সেজন জ্ঞাতি। আমি কিছুতেই বিমল ভাতি, আমি কিছুতেই বিমল ভাতি। ভুলিতে নারিব ভাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। আমি বেদ বিধি ছাড়ি বেদনা হরি, হরি নাম সদা গাই রে। পরাণ চাহি গোবিন্দ নামামৃত
মুতে সদা হাসিতে পরাণ চাহে গোবিন্দ নামামৃতে সদা হাসিতে মুগ্ধ মানসে আত্মা ভুলিয়ে হরি হরি বলে নাচিতে আহা মুগ্ধ মানসে আত্মা ভুলিয়ে হরি হরি বলে নাচিতে হরি বল হরি বল হরি বল হরি বল চাহে নার সূর্য বীর্য চাহে না পরাণ বিশাল রাজ চাহে নার সূর্য বীর্য চাহে না পরাণ বিশাল রাজ ধর্ম অর্থ কাম সকল তেজ ধর্ম অর্থ কাম সকল তেজ মুখ্যর মুখে ছাই রে আমি বেদ বিধি ছাড়ি বেদনা হরি হরি নাম সদা গাই রে আমি বেদ বিধি ছাড়ি বেদনা হরি হরি নাম সদা গাই রে হোক মম লক্ষ জনম তাই কোন খেতে নাই রে আমি বেদ বিধি ছাড়ি বেদনা হরি হরি নাম সদা গাই রে আমি বেদ বিধি ছাড়ি বেদনা হরি হরি নাম সদা গাই রে হরি নাম সদা গাই রে হরি নাম সদা গাই রে জয় গুরু জয় গুরুদেব জয় গুরু। খুব সুন্দর ভাবে আমার বিষ্টকন শিল্পী আমার সাথে যুধিষ্ঠ ভাই শ্রীযুক্ত যুধিষ্ঠ সাহু খুব সুন্দর ভাবে পরম প্ରେମ ଶ୍ରୀ ଶ୍ରୀ ଠାକୁରଙ୍କର ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କୁ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁଦେବ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟକନ ଶିଳ୍ପୀ ଆମର ଶୁଦ୍ଧ ବିଷ୍ଣୁ ଭାଇ ଶୁଦ୍ଧ ବିଷ୍ଣୁ ଚରଣ ପରିଡ଼ା ପରବର୍ତ୍ତୀ ଭଜନ ପରିବେଷଣ। দাদা জয় গুরু। ଜୟ ଗୁରୁ। বিফল জীবন মন হরি নাম বিনারে হরি নাম বিনা বিফল জীবন মন হরি নাম বিনারে হরি নাম বিনা জপ মন ব্যাধি ভয় জপ মন ব্যাধি ভয় তুচ্ছ কামনা রে হরি নাম বিনা রে হরি নাম বিনা বিফল জীবন মন হরি নাম বিনা রে হরি নাম বিনা বৃথা চিন্তা মগন বৃথারে বচন বৃথা কর্মে বিতি যায় দুর্লভ জীবন বৃথা চিন্তা মগন বৃথারে বচন বৃথা কর্মে বিতি যায় দুর্লভ জীবন বিভু শ্রী চরণ করণী নিত্য বন্দন রে নিত্য বন্দন বিফল জীবন মন হরি নাম বিনা রে হরি নাম বিনা
হরি নাম বিনা রে হরি নাম বিনা গহন মায়া বেশে বিভোর সংসার পাঠ ব্যাধি কামলে বিশ্ব চরাচর গহন মায়া বেশে বিভোর সংসার পাঠ ব্যাধি কামলে বিশ্ব চরাচর କରୁଛ ଚପଳ ମନ ନିଜ ଛଳନାରେ ନିଜକୁ ଛଳନା ନିଜକୁ ଛଳନାରେ ନିଜକୁ ଛଳନା ବିଫଳ ଜୀବନ ମନ ହରି নাম বিনা রে হরি নাম বিনা হরি নাম বিনা রে হরি নাম বিনা বাজুছি গহন বংশী শুণ রে মনস ব্যাকুল প্রাণে ডাকନ୍ତି প্রভু জগদীশ বাজুছি মোহন বংশী শুণ রে মনস ব্যাকুল প্রাণে ডাকନ୍ତି প্রভু জগদীশ সে মধুর স্বর বারে শোণ মতিহীন রে শোণ মতিহীন বিফল জীবন মন হরি নাম বিনা রে হরি নাম বিনা জপ মন ব্যাধি ভয় জপ মন ব্যাধি ভয় তুচ্ছ কাম রে হরি নাম বিনা রে হরি নাম বিনা হরি নাম বিনা রে হরি নাম বিনা দাদা জয় গুরু প্রশ্ন সমস্তଙ୍କୁ জয় গুরু। ଜୟ খুব সুন্দর ভাবে আমার বিষ্ণু কণ্ঠী আমার শ্রদ্ধা বিষ্ণু ভাই ଚିତ୍ତ ବିଷ୍ଣୁ ଚରଣ ପରଟା ଖୁବ ସୁନ୍ଦର ଭାବେ ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜୟ ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ ଶିଳ୍ପୀ ଆମ ସଦା ବୀଣାପାଣି ମା ଶ୍ରୀମତୀ ବୀଣାପାଣି ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ ମା ଜୟ। ଉପସ୍ଥିତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟ ଗୁରୁ।
ଜୟ ଗୁରୁ। ଖୁବ ସୁନ୍ଦର ସମୁଦ୍ର କଣ୍ଠରେ ଆମର ବିଷ୍ଟଖଣ୍ଡ ଶିଳ୍ପୀ ଆମର ଶ୍ରଦ୍ଧା ବୀଣାପାଣି ମା ଶ୍ରୀମତୀ ବୀଣାପାଣି ସାହୁ ଖୁବ ସୁନ୍ଦରରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣ ପ୍ରାର୍ଥନା। ଜୟ ଗୁରୁ ମହାରାଜ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟଖଣ୍ଡ ଶିଳ୍ପୀ ଆମର ଶ୍ରଦ୍ଧା ପ୍ରଣତି ମା ଶ୍ରୀମତୀ ପ୍ରଣତି ପ୍ରୀତି ମିଶ୍ର ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁଦେବ। ଜୟ ଗୁରୁ। কথা কহু কহু বাট সরি যায়, কথা মোর সরে নাহি। কথা কহু কহু বাট সরি যায়, কথা মোর সরে নাহি। কথা সাথে কেতে ব্যথা রহি যায়, কথা সাথে কেতে ব্যথা রহি যায়। ছাতি তলে চাপি হই কথা কহু কহু বাট সরি যায়, কথা মোর সরে নাহি। কথা মোর সরে নাহি। কথারে কথারে ভাবনা সর, তুম কমনীয় রূপরে বিভোর। কথারে কথারে ভাবনা সর, তুম কমনীয় রূপরে বিভোর। থকি পড়িনি মো এ সারা জীবন, থকি পড়িনি মো এ সারা জীবন। তুম কথা কহি কহি কথা কহু কহু বাট সরি যায়, কথা মোর সরে নাহি। কথা মোর সরে নাহি। ভাবে নাহি কেবে ফেরিବାକୁ ହେବ, নীরব নিড়রে ରହିବାକୁ ହେବ। ଭାବେ ନାହିଁ କେବେ ଫେରିବାକୁ ହେବ, নীরব ନିଡ଼ରେ ରହିବାକୁ ହେବ। ପୁଣି ଅପେକ୍ଷାରେ ସମୟ ବିତିବ, ପୁଣି ଅପେକ୍ଷାରେ ସମୟ ବିତିବ। ତୁମ ପଥ ଚାହିଁ ଚାହିଁ କଥା କହୁ କହୁ ବାଟ ସରି ଯାଏ, କଥା ମୋର ସରେ ନାହିଁ। କଥା ମୋର ସରେ ନାହିଁ। একান্তে নীଳ অগଣାରେ খোঁজে, তুম স্মৃতি ছবি কেতে যে বিরাজে। একান্তে নীଳ অগଣାରେ খোঁজে, তুম স্মৃতি ছবি কেতে যে বিরাজে। এ মন বীণারে মোর ছনা তোলে, এ মন বীণারে মোর ছনা তোলে। তুম স্বর রহি রহি কথা কহু কহু বাଟ সরি যায়, কথা মোর সরে ନାହିଁ। কথা কহু কহু বাଟ সরি যায়, কথা মোর সরে ନାହିଁ। কথা সাথে কেতে ব্যথা রহি যায়, কথা সাথে
সরি যায় কথা মোর সরে নাহি কথা মোর সরে নাহি কথা মোর সরে নাহি। জয় গুরুদেব। জয় গুরু। খুব সুন্দর সমুদ্র সুললিত কণ্ঠরে আমার অভিষ্ট কণ্ঠশিল্পী আমার শ্রদ্ধা প্রণতি মা শ্রীমতী প্রণতি প্রীতি ମିଶ୍ର খুব ସୁନ୍ଦର ଭାବେ ଭଜନ ପରିବେଷଣ କରିଥିଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ଶୁଭ ଶକ୍ତି ସୁଶ୍ରୀ ଶୁଭ ଶକ୍ତି ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। জয় গুরু দাদা। ଜୟ ଗୁରୁ। প্রভু কুহ প্রভু কুহ প্রভু কুহ 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 এথর সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর তোমারি নয়নে নয়ন মিলিলে তোমারি নয়নে নয়ন মিলিলে শুভে বৃন্দাবন শিরস্বর সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর আনন্দর সন মনে নিমোহন তুমি কামর জীবর জীবন হসরে তুমর সুধর ধর মথুরা মথুরী কিণে মন মোর আনন্দর সন মানে নিমোহন তুমি কামর জীবর জীবন হসরে তুমর সুধর মথুরা মথুরী কিণে মন মোর পরাণ বহাই বিরতির ধার সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতে কি জানিছ সতে কি জানিছ জাদু মন্তর মরমে মরমে চিত মুঝরুছি সরমে সরমে মন মুঝরুছি সহে মু পারি না রহে মু পারি না ছিড়ায়ে সকল
ସଂସାର ବାସନା ମରମେ ମରମେ ଚିତ୍ତ ବୁଝୁରୁଛି ସରମେ ସରମେ ମନ ମୋ ଧରୁଛି ସହି ମୁଁ ପାରେ ନା ରହି ମୁଁ ପାରେ ନା ଛିଡ଼ାଏ ସକଳ ସଂସାର ବାସନା ଛନ୍ଦ ଚରଣରେ ବନ୍ଧ ପ୍ରାଣ ମୋର ସତେକି ଜାଣିଛ ସତେକି ଜାଣିଛ ଯାଦୁ ମନ୍ତର ସତେକି ଜାଣିଛ ଯାଦୁ ମନ୍ତର ପ୍ରଭୁ କୁହ ପ୍ରଭୁ କୁହ ପ୍ରଭୁ କୁହ 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 ଏଥର ସତେକି ଜାଣିଛ ସତେକି ଜାଣିଛ ଯାଦୁ ମନ୍ତର ତୁମରି ନୟନେ ନୟନ ମିଳିଲେ ତୁମରି ନୟନେ নয়ন মিলিলে শুভে বৃন্দাবন বহিষির স্বর সতে কি জানিছ সতে কি জানিছ জাদু মন্তর সতে কি জানিছ জাদু মন্তর প্রভু কুহ 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 এথর সতেকি জানিছ সতেকি জানিছ যাদু মন্তর সতেকি জানিছ যাদু মন্তর সতেকি জানিছ যাদু মন্তর। জয় গুরুদাদা। জয় গুরু। খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধেয় শুভশক্তি সুশ্রী সরস্বতী দাস আমার শ্রদ্ধেয় সুরভাই ঠাকুরের পবিত্র পাঞ্জাবী কর্মী শ্রী সুরেন্দ্র কুমার দাসঙ্কর সুকন্যা জ্যেষ্ঠ কন্যা খুব সুন্দর ভাবে সম্মানীয় ଠାକୁରଙ୍କ ସପ୍ରତିଥି ସୁଭାଷ ଚନ୍ଦ୍ର ମହାପାତ୍ରଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବା ଆମର ସମ୍ମାନୀୟ ଦୈନିକ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ଦୈନିକ ସାହୁ ଏବଂ ତାଙ୍କର ପରିବାର କୀର୍ତ୍ତନ ପରିବେଷଣ କରିବେ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ପ୍ରଭୁ ତ ଯାଦୁ ମନ୍ତ୍ର ଜାଣିଛନ୍ତି, ଆଉ କଣ ଶୁଣନ୍ତୁ। দয়ালের নাম পরশমণি পরশে প্রাণ হয় রে সোনা দয়ালের নাম পরশমণি পরশে প্রাণ হয় রে সোনা প্রেম ভরে যে নাম করে ওগো প্রেম ভরে যে নাম করে পুরে তার সব কামনা ওরে পুরে তার সব কামনা দয়ালের নাম পরশমণি ওই পরশে প্রাণ হয় রে সোনা দয়ালের নাম পরশমণি পরশে প্রাণ হয় রে সোনা দয়ালের নাম পরশমণি পরশে প্রাণ হয় রে ওই দয়ালের নাম পরশমণি পরশে প্রাণ হয় রে সোনা দয়ালের নাম পরশমণি
হরি বল। যে মধু দয়ালে ঘরে অবিরাম যে মধু দয়ালে ঘরে অবিরাম যে মধু দয়ালি ঘরে অবিরাম যে মধু দয়ালি ঘরে অবিরাম ভুলে যায় আনন্দ ধাম 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 ওরে নিরানন্দ আর থাকে না ওরে নিরানন্দ আর থাকে না এই তো জানি দয়ালের নাম পরশমণি পরশে প্রাণ ভুলেই যায় আনন্দ ধাম ভুলেই যায় আনন্দ আর ভুলেই যায় আনন্দ ধাম ভুলেই যায় আনন্দ আর নিরানন্দ আর থাকে না নিরানন্দ আর থাকে না দয়ালের নাম পরশমণি পরশে প্রাণ দয়ালের নাম পরশমণি পরশে প্রাণ হরি বল। পাপি ছিল এ নাম ঘরে ঘরে গেল কত মহান পাপি ছিল এ নাম ঘরে ঘরে কত মহান পাপি ছিল এ নাম ঘরে ঘরে গেল কত মহান পাপি ছিল এ নাম ঘরে ঘরে তার মধুর নাম জীবন পেল হরি বল হরি বল তার মধুর নাম জীবন পেল মধুর নাম তার মধুর নাম জীবন পেল মধুর নাম জীবন পেল তার পাপের স্থিতি আর রইল না তার পাপের স্থিতি আর রইল না দয়ালের নাম পরশমণি ওই পরশে প্রাণ হয় রে সোনা তার মধুর নাম জীবন পেল মধুর নাম জীবন তার মধুর মধুর নাম জীবন পেল মধুর নাম জীবন তার পাপের স্থিতি আর রইল না পাপের স্থিতি আর রইল না দয়ালের নাম পরশমণি পরশে প্রাণ দয়ালের নাম পরশমণি পরশে প্রাণ হরি বল। ওরে বদন ভরে এ নাম ধরো প্রেম ভরে নাম ধরো বদন ভরে এ নাম ধরো প্রেম ভরে নাম ওরে বদন ভরে এ নাম ধরো প্রেম ভরে নাম ধরো বদন ভরে এ নাম ধরো প্রেম ভরে নাম তোর জীবন হবে মধুর তোর জীবন হবে মধুর জীবন হবে মধুর তোর জীবন হবে মধুর মধুর জীবন হবে জীবন
হবে সব সাধনা ওরে সফল হবে সব সাধনা দয়ালের না পরশমণি ওই পরশে প্রাণ হয় রে সোনা জীবন হবে মধুর সম জীবন হবে তোর জীবন হবে মধুর সম জীবন হবে মধুর ও জীবন হবে মধুর সম জীবন হবে মধুর তোর সফল হবে সব সাধনা সফল হবে সব সাধনা দয়ালের নাম ওই পরশে প্রাণ হয় রে সোনা। গুরু প্রণাম সমস্ত দিনেশ দাস জয় গুরু। খুব সুন্দর ভাবে আপনারা সমাজে দাঁড়িয়ে রয়ে ঠাকুরমার পবিত্র পাঞ্জাবী কর্মী সুরদানী চাও এবং তাଙ୍କ ଧର୍ମପତ୍ନୀ ସଦସ୍ୟ ସମୂହ ସ୍ମୃତି ସୁଷମା ସାହୁ খুব ସୁନ୍ଦର ଭାବେ ମିଳିତ ଭାବରେ ଏହି କୀର୍ତ୍ତନ ପରିବେଷଣ କଲେ। ଆଦରଣୀୟ ଭାଇ ସୁଷମା ତାଙ୍କ ପରିବାର ସମସ୍ତଙ୍କର ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶିକ୍ଷଣ ପ୍ରାର୍ଥନା। ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୂହ ପ୍ରତିଦିନ ପ୍ରାତଃ ସମୂହ ଚନ୍ଦ୍ର ସତ୍ସଙ୍ଗ ବିହାର ଅନୁକୂଳରେ ସତ୍ସଙ୍ଗ। ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସୌମ୍ୟ ଦାସ ଠାକୁରଙ୍କ ସଫଳ ଅତିଥି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ଦାସ ଏବଂ ଆମର ସୌମ୍ୟ ଅନ୍ନପୂର୍ଣ୍ଣା ମା ଶ୍ରୀମତୀ ଅନ୍ନପୂର୍ଣ୍ଣା ଦାସଙ୍କର ପୁତ୍ରବଧୂ ଡକ୍ଟର ବର୍ଷା ବୈଶାଳିନୀ ପଣ୍ଡା ତାଙ୍କର ଜନ୍ମଦିନ। ସେଇ ଡକ୍ଟର ବର୍ଷା ମାଙ୍କର ସର୍ବଦ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଆଉ ସୁଭାଷ ଦା ଅନ୍ନପୂର୍ଣ୍ଣା ମା ତାଙ୍କର ପରିବାର ସମସ୍ତଙ୍କ ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶିକ୍ଷଣ ପ୍ରାର୍ଥନା। ତତ୍ସହିତ ପ୍ରତିଦିନ ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ଜଗଦୀଶ ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ବାଙ୍ଗ ଭାଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଉ ତାଙ୍କର ସୁପୁତ୍ର ସୁଧାକର ତାଙ୍କର ଜନ୍ମଦିନ। ସେ ସୁଧାକରଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ବାଙ୍ଗ ଭାଇ ତାଙ୍କ ପରିବାର ସମସ୍ତଙ୍କର ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ପୂର୍ଣ୍ଣ ଭାଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଆମ ଶ୍ରଦ୍ଧେୟ ଗୌରୀ ମା ଶ୍ରୀମତୀ ଗୌରୀ ବେହେରା ତାଙ୍କର ସୁପୁତ୍ର ପ୍ରସିଦ୍ଧ ଦିଦି ତାଙ୍କର ଜନ୍ମଦିନ। ସେ ପ୍ରସିଦ୍ଧ ଦିଦିଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ପୂର୍ଣ୍ଣ ଭାଇ ଗୌରୀ ମା ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜା ରୀତି ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମ ଠାକୁରଙ୍କ ସଫଳ ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ ଅରୁଣ କୁମାର ସାହୁ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ଅଶୋକ କୁମାର ତ୍ରିପାଠୀ ଡକ୍ଟର ସୁମତ କୁମାର ମିଶ୍ର ଡକ୍ଟର ପଞ୍ଚାନ ମିଶ୍ର ଡକ୍ଟର ପବିତ୍ର କୁମାର ମେକଅପ୍ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଜ୍ଞାନ ମହାପାତ୍ର ଇଞ୍ଜିନିୟର ଜଗନ୍ନାଥ ବିଶ୍ୱାଳ ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଯୁବରାଜ ପ୍ରସାଦ ଯତୀନ୍ଦ୍ର କୁମାର ସାହୁ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ମମତା ସାହୁ ନର୍ଥନ ପ୍ରଧାନ ନିମାଇ ଚରଣ ଦାସ ପାରେଶ୍ୱର ଜେନା ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପ୍ରେମାନନ୍ଦ ଦାସ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ସନ୍ତୋଷ କୁମାର ଷଡ଼ଙ୍ଗୀ ସୁଭାଷ ଚନ୍ଦ୍ର ଦାସ ତାରକାନ୍ତ ବେହେରା ପ୍ରଫେସର ଦର୍ଶନ ଲେଙ୍କା ପ୍ରଫେସର ସୁଧରଞ୍ଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବା କଥା ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଯେ ଠାକୁର କଥା ଚୋଟ ଧରିବେ ଆମେ ସମସ୍ତେ ଜାଣିଛନ୍ତି। ଅନେକ ଥର ଠାକୁର କଥା ଶୁଣି ଆସିଲେଣି। ବିଜ୍ଞ ବ୍ୟକ୍ତିତ୍ୱ ଜଣେ ଶିବକ୍ତା ବର୍ଷିୟାନ ନୀତି ଦେବତା
ସମ୍ମାନୀୟ ପୂଜ୍ୟ ଦିନେଶ ଦା ଠାକୁରଙ୍କ ସର୍ବତିଥି ଶ୍ରୀଯୁକ୍ତ ଦିନେଶ ଭଟ୍ଟାଚାର୍ଯ୍ୟ ଆଜି ପୁନର୍ବାର ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ ତା ତୋଳି ଧରିବେ ଦାଦାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ ଶ୍ରୀଯୁକ୍ତ ଦିନେଶ ଭଟ୍ଟାଚାର୍ଯ୍ୟ ଠାକୁରଙ୍କ ସର୍ବତିଥି। ଦାଦା ଜୟଗୁରୁ ଦାଦା। ଦାଦା ଜୟଗୁରୁ କେତେ ପର୍ଯ୍ୟନ୍ତ କୁହନ୍ତୁ ଦାଦା ଟିକେ କହିଦେଇଥାନ୍ତୁ। ଦାଦା ମିନିମମ୍ ଅଧଘଣ୍ଟା କହିପାରିବେ ଆଉ ମ୍ୟାକ୍ସିମମ୍ 7:50। ହଉ ଠିକ ଅଛି ମିନିମମ୍ ଅଧଘଣ୍ଟା ସେଟା 7:50କୁ ଟପିଯିବନି ତ। ହଉ ଠିକ ଅଛି। ଜୟଗୁରୁ ଦାଦା ଜୟଗୁରୁ ସମସ୍ତେ ଭଲ ଥାନ୍ତୁ। ଦୟାଳଙ୍କ ଶ୍ରୀଚରଣେ କୋଟି ପ୍ରଣାମ। ଶ୍ରୀ ଶ୍ରୀ ବର୍ମାଙ୍କ ଶ୍ରୀଚରଣେ କୋଟି ପ୍ରଣାମ। ଶ୍ରୀ ଶ୍ରୀ आचार्य श्री श्री बरदान श्रीचरण कोटि प्रणाम। श्री श्री आचार्य देव श्रीचरण कोटि प्रणाम। ठाकुर परिवार सबाई श्रीचरण कोटि 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 प्रणाम। जा हो चांदोल पचारि नहीं मते तुम पांजा अच्छी कि नहीं। चांदोल पचारि नहीं तुम कौ पांजा बर्तमान धरिकी चलीछ। चांदोल कहीं मते बहुत जगह ये प्रश्नटा आसे किंतु चांदोल भाई कहती आपण अमुक तारीख रे कहिबे निश्चित कहिबे। मोर देह थरे बहुत खराब थिला से कहले आपण तो कहिबे काली आ जेतले कहबा पाई मु बसली मु देखले ई देह तो कहीं खराब नहीं रे आ ये होची हमर चांदोल व्यवस्था। तापरे दयालेर नाम परसमणि परसे प्राण हरे सुना। आओ दादा हमर कहले सुषमा माँ कथा कहले किंतु तांकर जे कन्या तांको कथाटा को भूली गले कहया पई। अरे सब 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 गुडाक तांकर होचंती पूर्ण भाव रे परिप्रकाश करूचंती। ठाकुरଙ୍କ कीर्तन अति मधुर प्रथम संगीत आउरी मधुर। जा हो मु आ कहबिनी कारण के खराब बोली गाई छथि बोली मु कहबाटा अशोभनीय हब ठीक हब नहीं किंतु मु कहि दिए बहुत जगह तार कारण होची कौन लेखा कौन गाइबा कोठो आनिले ये सब जिनसर किछि बाच विचार न थाए। अवश्य ये जो चांदोल लिंक रे एगुड़ाक आम देखुना बोधे सब गुड़ाक स्क्रीनिंग करके दादा आमर बसचंती कहवाई समस्त को एते वरिष्ठ विशिष्ट ऋतिक माने उपस्थित जे रहुचंती ये भी कम कथा नुहे ये सहज कथा नुहे। मु तो खाली ये ओडिशा रे कहूची ता नुहे वेस्ट बेंगल रे बेसी कहे बांग्लादेश रे भी कहे अन्य जगह भी कहे बहुत जगह कहे किंतु सेठी कौन हुए आस्ते 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 ये लोक जुटी जीवे जे आउ कहबार नहीं आस्ते आस्ते जुटिबे जुटिबे आ कमिबार नहीं किंतु एठी होची टिके मते असुविधा लगे कौन ये तो जो बढ़ुचंती आस्ते आस्ते एमिति भी कमी जीवे जे आउ कहबार नहीं। हो मु आ से कथा कहूनी वर्तमान हमर मु गोटे छोटिया कथाटे कहबी एई पाई देश दुनियाटा पूरा नष्ट हवा को बसिलानी। ठाकुरन पाखु के सब आसतिले देशबंधु चित्तरंजन 1924 नेताजी सुभाष चंद्र बोस 1940 एगुड़ा मुझे 100 थर कही सारी विभिन्न जगह। लाल बहादुर शास्त्री 1957 जननेता श्याम प्रसाद मुखोपाध्याय 1950 विधान चंद्र राय 1945 फजलुल हक प्रधानमंत्री बांग्ला से तो तार पूर्वर आसचंती ये समस्ते आसचंती हिदायतुल्लाह महाशय आसचंती आओ राधारानी देवी केते थर जाइचंती तोमार गोपाल आमार दयाल ना तोमादेर दयाल आमार गोपाल जे तुम्हादेर दयाल ओ हच्छे आमार गोपाल। आओ तापरे ठाकुर भी गोटे बाणी देले ब्लिस में कम स्माइल में ब्लूम योर फेट विल बी अनफोल्ड एकटू किंतु अपेक्षा करते हैं। बंकिम मुखोपाध्याय 1957 एमाने जी जेते वीरेंद्र कृष्ण भद्र जे
ସୁନ୍ଦର ଭାବରେ ଭାରତରେ ସୁପ୍ରସିଦ୍ଧ ନେତା। ସେ ନେତା ମାନେ ହଉଛି ଆମର ଦୁର୍ଗା ପୂଜାରେ ସେ ଯେ କରନ୍ତି ଚଣ୍ଡୀ ପାଠ କରନ୍ତି ବୀରେନ୍ଦ୍ର କୃଷ୍ଣ ଭଦ୍ର। ସେ ତ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ମୁଁ ଗଲି ତାଙ୍କ ପାଖକୁ କୋଉଠିକି ନା ହିମାୟତପୁର, ମତେ କିଛି କହିଲେ ନାହିଁ। ତାଙ୍କୁ ଦର୍ଶନ କଲି, ଭାରି ଖୁସି ହେଲେ, କିଛି କହିଲେନି ଯେ ତୁମେ একটু বলবে, তাও কিছু କହିଲେନି। ଆରେ ଯେମିତି ଇଣ୍ଡିଆ ଆସିଛନ୍ତି ସାଙ୍ଗେ ସାଙ୍ଗେ ମତେ ଇନଭିଟେସନ ମିଳିଲା। କହିଲେ ସେ ମାଠ ଦେଖିକିରି, ମାନେ ଯୋଉ ପଡିଆ ଦେଖିକିରି ମୁଁ ଆଶ୍ଚର୍ଯ୍ୟ ଅଭିଭୂତ ହେଇଗଲି। ଏତେ ବଡ ପଡିଆ, ଏତେ ମଣିଷ, ହଜାର ହଜାର ଲକ୍ଷ ଲକ୍ଷ ମଣିଷ ତାଙ୍କ ଜନ୍ମଦିନରେ ଆସିଥାନ୍ତି। କିନ୍ତୁ ବୀରେନ୍ଦ୍ର କୃଷ୍ଣ ଭଦ୍ର କହିବାକୁ ଯାଇଥାନ୍ତି। ମୁଁ ସେପାଇଁ ବୀରେନ୍ଦ୍ର କୃଷ୍ଣ ଭଦ୍ରର ଗୋଟିଏ ଏପିସୋଡ ମୁଁ କରେ ଯେ ଅତି ସୁନ୍ଦର ଭାବରେ। ଖାଲି କଲିକତା ଲୋକ ଶୁଣନ୍ତି ତା ନୁହେଁ, ୱେଷ୍ଟବେଙ୍ଗଲ ଲୋକ ଶୁଣନ୍ତି ତା ନୁହେଁ, ବାଂଲାଦେଶ ଶୁଣନ୍ତି ତା ନୁହେଁ, ଆମର ଓଡ଼ିଶାରେ ବି ବହୁତ ଲୋକ, ଆପଣଙ୍କ ଭଳିଆ ମୋ ଭଳିଆ ଲୋକ, ଆମେ ନିଶ୍ଚିତ ତାହାକୁ ଶୁଣୁ। ହଉ, ଆମେ ମୋର କହିବାଟା ଅନ୍ୟ କଥା ପାଇଁ ଥିଲା, ଟାଇମ ତ ନାହିଁ। ମତେ ବି ବହୁତ ପଚାରନ୍ତି ତମର ପାଞ୍ଜା ଅଛି କି ନା। ସେ ସବୁ ଥିବା ସମୟରେ ମୁଁ କହେ ପାଞ୍ଜା ପାଇଁ କାହିଁକି ଏତେ ଖୁସି ହଉଛନ୍ତି? ବିନା ପାଞ୍ଜାରେ କଣ କେହି କହିପାରିବେନି? ଆମେ ସବୁ ସେଇ ଲୋକ, ଆମେ ସବୁ ବିନା ପାଞ୍ଜାରେ ଆମେ କହିଦବୁ। ଏବେ ଯାହା ହଉ ମୋର ପାଞ୍ଜା ଅଛି ରେ ବାବା, ତମେ ଖୋଜିକିରି ଦେଖିବ, ଦେଓଘରକୁ ପଚାରିକିରି ବୁଝି ନବ। ଏମାନେ ଯାହାଙ୍କ ନାମ ସବୁ ମୁଁ କହିଲି, ସେମାନେ ଠାକୁରଙ୍କ ସହିତ ଆଲୋଚନା କଲାବେଳେ, ଠାକୁରଙ୍କ ସହିତ ଆଲୋଚନା କଲାବେଳେ ଠାକୁରଙ୍କୁ ପଚାରିଛନ୍ତି କି କାମ ଆମେ କରିବୁ। ସେ କହିଲେ ଯେଉଁମାନେ ଆସିଛନ୍ତି ଏଠିକି ମୁଁ ସମସ୍ତଙ୍କୁ କହିଛି ଯେ ବିବାହ ସଂସ୍କାର ନହେଲେ ଦେଶ ଦୁନିଆ ରହିବ କି ନା ସନ୍ଦେହ। ଆମର ଏଠି ବିନୋବା ଭାବେ ହରିଜନ ମାନଙ୍କୁ ନେଇକିରି, ହଜାର ହଜାର ହରିଜନ ମାନଙ୍କୁ ନେଇକି ବୈଦ୍ୟନାଥ ମନ୍ଦିରରେ ପ୍ରବେଶ କରିବା ପାଇଁ ଚେଷ୍ଟା ଚଲେଇଛନ୍ତି। ବୈଦ୍ୟନାଥ ମନ୍ଦିର ସହଜରେ ଅନ୍ୟମାନଙ୍କୁ ପ୍ରବେଶ କରାଯାଏ ନାହିଁ, କିନ୍ତୁ ମୁଁ ଜଗନ୍ନାଥ ମନ୍ଦିରରେ ଦେଖିଛି ହରିଜନ ମାନଙ୍କୁ ପ୍ରବେଶ କରାଯାଏ। ଆଚ୍ଛା, କିନ୍ତୁ ତା ଉପରେ ବେଶୀ ମୁଁ ଆଲୋଚନା କରୁନାହିଁ। ଆମର ଯେ ଥିଲେ ମନ୍ତ୍ରୀ, ଯେ ଥିଲେ ସବୁଠୁ ମୋଟା ହେଇକିରି ମନ୍ତ୍ରୀ, ଦେଶକୁ ରକ୍ଷା କରିବା ପାଇଁ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଯେ ଥିଲେ, ସିଏ ବି ଜଗନ୍ନାଥ ମନ୍ଦିର ପ୍ରବେଶ କଲାବେଳେ, ମୋର ଶ୍ୱଶୁର ସେଠି ଥିଲେ ତ, ମୁଁ ବି ମୋର ପ୍ରବେଶର ଅଧିକାର ସବୁବେଳେ ଥାଏ ବୋଧହୁଏ। ମୁଁ ଦେଖିଲି ଆରେ ଇଏ ତ କଣ, ଏମାନେ ତ ସବୁ ଟିକେ ଜାତିରେ କମ୍, ଏମାନେ ତ ସବୁ ଆସୁଛନ୍ତି। ମୁଁ ଆଉ କିଛି କହିଲିନି, ତାଙ୍କର ଯାହା ସବୁ ବ୍ୟବସ୍ଥା କହିଲି। ସେ ବିନୋବା ଭାବେ ହରିଜନ ମାନଙ୍କୁ ନେଇକି ବୈଦ୍ୟନାଥ ମନ୍ଦିରରେ ପ୍ରବେଶ କରିବା ପାଇଁ ଚେଷ୍ଟା ଚଲେଇଛନ୍ତି। ଏହି ସମୟରେ ହରିନନ୍ଦନ ଦା ପ୍ରସାଦ, ସେ ଆମର ସେକ୍ରେଟାରୀ ଥିଲେ, ସେ ପଚାରିଲେ ଠାକୁରଙ୍କୁ ଯେ ହରିଜନদের ମନ୍ଦିରରେ ପ୍ରବେଶ କି ହିନ୍ଦୁ ଶାସ୍ତ୍ର ବିରୁଦ୍ଧ? ଠାକୁର ତାର ଉତ୍ତର କିଛି ଦେଲେ ନାହିଁ। ଠାକୁର ଜାଣିଛନ୍ତି ତ ସବୁ କଥା। ସେ କହିଲେ মন্দিরে প্রবেশ তাদের নিষিদ্ধ যারা প্রতিলোমজ। প্রতিলোমজ মানে উচ্চ জাতির কন্যা নিম্ন জাতির পুরুষକୁ যেତେବେଳେ বিবাহ করে সেটা হচ্ছে প্রতিলোমজ বিবাহ। ଆଉ ଅନ୍ୟାନ୍ୟ କଥା ତ ଅଛି ପ୍ରତିଲୋମଜ ବାବଦରେ, ଏଇଟା ହେଲା ମୋଷ୍ଟଲି ଇମ୍ପୋର୍ଟାଣ୍ଟ ଜିନିଷ। ଉଚ୍ଚ ଜାତିର ମେଏ ପ୍ରଲୋଭନରେ ଶିକାର ହେଇ, ଟଙ୍କା ପଇସାର ବାବଦରେ ଶିକାର ହେଇ ଯଦି ନିଚ ଜାତିର ଉଚ୍ଚ ଜାତିର ନିଚ ଜାତିର
ନା ଉଚ୍ଚ ଜାତିର କନ୍ୟା ଯଦି ନିଚ ଜାତିର ପୁରୁଷକୁ ବିବାହ କରେ ତାଇ ହିଁ ପ୍ରତିଲୋମ ଅଛି। ଠାକୁର ଏଇପାଇଁ କହିଲେ এই প্রতিলোমজ সঙ্গে অবাধ সংস্পর্শে অন্যদের ভিতরেও প্রতিলোমজ চারিয়ে যেতে পারে। অবাধ সংস্পর্শরে ঘর ভিতরে যদি প্রতিলোমজ ভর্তি হয়ে গলা সে ঘরে সমস্তে বিধ্বস্ত হবে। প্রতিলোমজের সঙ্গে অবাধ সংস্পর্শে অন্যদের ভিতরেও প্রতিলোমজ চারিয়ে যেতে পারে। চারিয়ে যেতে পারে মানে সেটা কনেক্টিভিটি হয়েଯିବ। তাছাড়া আর যাদের ইনফেকশন আছে তারাও মন্দিরে প্রবেশ করাটা একবারে ঠিক না। ইনফেকশন মানে যক্ষ্মা রোগী ଆଉ କଣ କଣ ରୋଗୀ ଯୋଉ ରୋଗୀ ଠାରୁ ଚାଲିଗଲେ ତାଙ୍କ ଠାରୁ ସଂସ୍ପର୍ଶରେ ଆସିଯିବ। ଠାକୁର ତ କହିଲେ ମୁଁ ପଢିଛି ବି ଏଟାକୁ କହିଲେ ଯେ ଆମର ସବୁଠୁ ଯୋଉଟା ବଡ ରୋଗ ବର୍ତ୍ତମାନ ଚାଲିଛି ଲୋକମାନେ ମରିବାକୁ ବାଧ୍ୟ ଯୋଉଥିରେ ହଉଛନ୍ତି ସେ ରୋଗଟା ବି ଇନଫେକ୍ଟେଡ। ତା କଣ କହନ୍ତି ବସ୍ତା ଭାଇ ସାଙ୍ଗେ ସାଙ୍ଗେ କହିଦିଅନ୍ତୁ ସବୁଠୁ ବଡ ରୋଗଟା ଆଜିକାଲି ଡାକ୍ତର ମାନେ ବି ଫେଲ ମାରୁଛନ୍ତି ଯଦି ଥିବେ ବସ୍ତା ଭାଇ ଯେ ବା ଥିବେ ମୁଁ କହିଦେବି ଭାରି ମନେ ପଡିଲେ ସାଙ୍ଗେ ସାଙ୍ଗେ କହିଦେବି। କ୍ୟାନ୍ସରରେ ଡାକ୍ତର ମାନେ ବହୁ ଭାବରେ ଫେଲ ମାରୁଛନ୍ତି କିନ୍ତୁ ଶିଶୁ ବଡଦା ସେ ରାଉରକେଲାର ଗୋଟିଏ ମାଟାକୁ ଭଲ କରିଦେଲେ, କଟକ ଫେରେଇ ଦେଲା, ଅନ୍ୟାନ୍ୟ ଜାଗା ଫେରେଇ ଦେଲା। ସେଠିକାର ଯେ ହୋତା ବାବୁ ସେ ବି ମୋର ଘନିଷ୍ଠ ଖୁବ ଘନିଷ୍ଠ ଯେ ଡାକ୍ତର ଯେ ଏଫସି ହୋତା ଫକୀର ଚରଣ ହୋତା ସେ କହିଲେ କଣ ଦେହ ଘରେ ଭଲ ହେଇଯିବ। ସେତେବେଳକୁ ମୁଁ ତାଙ୍କ ସହିତ ଏଟା ଇନଫରମେସନ ଦେଲେ ଡକ୍ଟର ନାୟକ ହୋମିଓପାଥ ମାତ୍ର ସେ କହିଲେ ଚାଲ ବଡଦାଙ୍କ ପାଖକୁ ଯିବା। ସେଠି ଯଦି ନହେଲା ନାହିଁ ସମସ୍ତେ ତ ଜାଣୁଛନ୍ତି କ୍ୟାନ୍ସରରେ ମୃତ୍ୟୁ ହବାକୁ ବାଧ୍ୟ। ଆଉ ଠାକୁର କହିଲେ ଦ୍ୟାଟ୍ ଇଜ ଏ କଣ୍ଟାଜିୟସ୍ ଡିଜିଜ। ଏ କଥା ଡାକ୍ତର ମାନେ ଜାଣିଛନ୍ତି ନା ମୁଁ କହିପାରିବିନି। ଲାଗୁଛି ପୋଛି ଦେ ଟିକେ ଗାଡି ଗଞ୍ଜି ଅଛି ଲାଗିଛି ଗାଡିରେ। ହଉ ଇଏ ଆଉ ଯେ ଗୋଡରେ ସବୁ ଘା ହୁଏନି ଏଗଜିମା ନା କଣ ସବୁ that is considered as a most contagious disease। ଠାକୁର ବି ତାକୁ ଭଲ କରିଦେଲେ, କହିଲେ ନିଜের হাতে রাঁধবে, নিজের হাতে খাবে, নিজের হাতে বাসন মাজবে, অন্যদের বিছানা চাদর অমুক ধমুক কে পড়বে না। ସେ ଭଲ ଗାଆନ୍ତି। ଠାକୁର ତାଙ୍କ କଥା ଶୁଣିବା ପାଇଁ ତାଙ୍କୁ ଡାକିଥିଲେ, ଦିନକ ପାଇଁ ଡାକିକିରି 7 ଦିନ ଶୁଣିଲେ। 400 ଟଙ୍କା ହଉଛି ସେତେବେଳକା ଯୁଗରେ ଥିଲା, ସେତେବେଳେ ସେ ହିମାୟତପୁରରେ ଥିଲେ। 400 ଟଙ୍କା ହଉଛି ତାଙ୍କର দৈনিক মজুরি। সেই শেষ দিন সেତେବେଳେ ঠাকুরଙ୍କୁ କହିଲେ আমার পায়ে এরকম আছে, আমাকে আগে বললে না। ঠাকুর নিজে কହୁଛନ୍ତି আগে বললে না, এটা কন্টেজিয়াস, সাবধানে দেখবেন চলবেন, নিজের হাতে রাঁধবেন, নিজের হাতে খাবেন, কারো হাতে থেকে খাবেন না। 115 পৃষ্ঠা পড়ি দিଅନ୍ତୁ। ଆମର 115 ପୃଷ୍ଠାର ଦୀପରକ୍ଷୀକୁ ପଢିଦେବେ, ଡାହାଣ ପାଖରେ ଲେଖା ଅଛି। କହିଲେ ଋତିକ ମାନଙ୍କ ପାଇଁ ଏଟା ଆଦୌ ଚଳିବ ନାହିଁ। 5 ଜଣ ଯଦି ବ୍ରାହ୍ମଣ ଋତିକ ଥିବେ ସମସ୍ତେ ଅଲଗା ଅଲଗା ରାନ୍ଧିକି ଖାଇବେ, ଜଣେ ରାନ୍ଧିଲେ ହବ ନାହିଁ। 115 ପୃଷ୍ଠା ଦୀପରକ୍ଷୀକୁ ପଢନ୍ତୁ। ଦେବୀ ପ୍ରସାଦ ମୁଖୋପାଧ୍ୟାୟଙ୍କ ଦ୍ୱାରା ସେଟା ଲିଖିତ ହେଇଛି। ଠାକୁରଙ୍କ କଥା ଯାହା କହିଛନ୍ତି ସେ କହିଲେ ମାନେ সবাইরা আলাদা রাঁধে খাবে, আর বিপ্র ঋতিকরা আলাদা রেঁধে খাবে। একটা বিপ্র রেঁধে দিতে পারে, হয়তো তোমরা খেয়ে নিতে পারো, কিন্তু চলবে না। কোଉଥିରେ ସେ ହାତ ପୋଛୁଛି, ନାକ ମୁହଁରେ କେତେବେଳେ ମୁହଁ ଦେଇଛି, ଆଉ ସେଟାକୁ କଣ ପରିଷ୍କାର କରିକି ରନ୍ଧାବଢା କରୁଛି କି
ଏ ସବୁ ଜିନିଷ ଉପରେ ନିଶ୍ଚିତ ହବା ପାଇଁ ତୁମେ ତମ ବାସନ ନିଜେ ମାଜିବ, ତମେ ନିଜେ ରାନ୍ଧିବ, ଖାଇବ, ଫେର ବାସନ ମାଜିକିରି ଠିକ ଭାବରେ ରଖିଦବ। ଠାକୁର କହିଲେ ରୀତି କୀର୍ତ୍ତନ এটা চলবে না। ଫେର ପଚାରିଛନ୍ତି ଇଏ ରୀତିକ ଦଳ କଣ କମ ଧନ୍ଦା କରନ୍ତି? ସେ ପଚାରିଛନ୍ତି ଯଦି ଏଥିରେ ବାସନ କୁସନ ଏତେ କୋଉଠି ଥିବ? କହିଲେ ବାସନ କୁସନର ମିତବ୍ୟୟତା ବାବଦରେ ତମାନେ ଏତେ ବ୍ୟସ୍ତ ହଉଛ, ସତ ଅସୁବିଧା ହେଲେ ବି ହାଇଜିନିକ ଷ୍ଟାଣ୍ଡାର୍ଡଟା, ସ୍ୱାସ୍ଥ୍ୟ ବିଧିର ମାନଦଣ୍ଡଟା ଠିକ ରଖିବା ଦରକାର। ଆଗେ ଶରୀର ନା ଆଗେ ହାଣ୍ଡି କୁଣ୍ଡିର ମିତବ୍ୟୟତା? এটা ନିଜେ ଠାକୁର ଯାହା କହିଛନ୍ତି, ମୁଁ ସେଟା କହିଥିଲି। ରୀତିକର ବେଳକୁ ସେ ସବୁ ଚଳେ ନା, ସେ ଯେତିକି ସେ ସବୁ କରିବେ ସେତିକିଟା ବ୍ୟାପିଯିବ। ଏଇ ତ ରୀତିକଟା କରିଦେଲା, ମୋ ରୀତିକ ତ ଏମିତି ରାନ୍ଧିଦେଲେ, ସମସ୍ତେ ଖାଇଦେଲେ, ଚଳେ ନା। ମଣିଷ ନିକଟରେ ଯେପରି ଜୀବନୀୟ ହୁଏ, ରୀତିକ ଫଲ କଲେ ବା ପଡ଼ିଗଲେ ସବୁ ସରିଯିବ। ଏଟା ଠାକୁରଙ୍କର ନିଜର କଥା। ଏଟାକୁ ସରି ମୁଁ 115 ବୋଲି କହିଦେଲି, 85 ନମ୍ବର ପୃଷ୍ଠା ପଢିଦେଲି, ଦେଖିଦେଲି, କହିଦେଲି 85 পৃষ্ঠা 115 হলে সেটা ভুল হয়ে যাব। হও অতএব মন্দিরে তাদের নিষিদ্ধ যারা প্রতিলোমজ, কারণ প্রতিলোমজের সঙ্গে অবাধ সংস্পর্শে অন্যদের ভিতরেও প্রতিলোমজ বৃদ্ধি চালিয়ে যেতে পারে। তাছাড়া ইনফেকশন, মানে শারীরিক ইনফেক্টেড, ମୁଁ କହିଦେଲି ଯୋଉ ସବୁ ରୋଗ ଅଛି, ଯକ୍ଷ୍ମା ଇତ୍ୟାଦି, ସେମାନେ ବି ମନ୍ଦିର ଭିତରକୁ ଯାଇପାରିବେନି। এটা হচ্ছে 22 নম্বর আলোচনা প্রসঙ্গে 29-53 পেজ হচ্ছে 158। তারপরে ঠাকুর কহিলে যারা সব আমার কাছে এসেছিল, ମୁଁ ସେଇ ପାଇଁ পড়িদেলি কোউ কোউ মানে প্রায় যাইଛନ୍ତି, অতি বিশিষ্ট লোক কোউ কোউ মানে যাইଛନ୍ତି। সবাইদের আমি বলেছি প্রতিলোমজ বিয়ে বন্ধ করার কথা। যারা চলছে এরকম যদি অহরহ চলে, এরকম যদি অহরহ চলে, আমি বলতে চাই যে এর পরে কলকি অবতার মতো কেউ আসবে, সব ধ্বংস করে চলে যাবে। সেভଳି কলে সেভଳି মଣିষ ମୁଁ ପାଉନାହିଁ ଯୋଉମାନେ ଏଇ ସବୁ କଥା। ସେଟା ଆଗେ କହିଲେ ଯେ 40 ଜଣ ଲୋକ ମତେ ଦିଅ, ମୁଁ ଦେଶ ବିଦେଶ ସମସ୍ତ ଜାଗାକୁ ପଠେଇଦେବି ଏ ପ୍ରତିଲୋମଜ ବିବାହଟାକୁ ବନ୍ଦ କରିବା ପାଇଁ। ସୁରେଶ ଚନ୍ଦ୍ର ଦେବ ଶର୍ମା ପ୍ରଥମ ଲୋକକୁ ସେ ଗୋଟିଏ ଠାକୁରଙ୍କ ପାଖରେ ଆଣିକି ଦେଲେ, ତାଙ୍କର ଏରିଆର ଲୋକ। ସେ ପ୍ରତିନିଧିକ ମଧ୍ୟ ହେଇଥିଲେ, ତା ନାଁଟା ସବୁ ତ ମୁଁ ଭୁଲି ଯାଉଛି, ମୁଁ କହିବି କଣ। ହଉ, ଆଉ ସେ କହିଲେ আর লোক দেখলে আমি আনবো ঠাকুর। ঠাকুর কইলে হ ঠিক আছে, ওই তো একটা হলো, একটাতে আরম্ভ করি। সেপাই ଆଉ ମଣିଷ ଯଦି କେଉଁ ଦିନ ମିଳେ ଭଲ ମଣିଷ, ତାହେଲେ ଗୋଟିଏ ଠେଲାରେ, ମୋର କଥା ଗୁଡ଼ିକ ଯଦି ଚାରିଆଡେ ପ୍ରଚାରିତ ହେଇଯାଏ, ଗୋଟିଏ ଠେଲାରେ ଦେଶ ଜାତି ଠିକ କରିପାରିବ। ଆଉ ତୁମେମାନେ ମଧ୍ୟ କେଉଁ ଦିନ ମଣିଷ ହୁଅ, ଯେଉଁ ଦିନ ମଣିଷ ହେବ, ତାହେଲେ ତୁମମାନଙ୍କ ଦେଇ ବି ଅସମ୍ଭବ କାମ ହୋଇପାରେ। ଏଇ ହୋଇ ଉଠିବାଟା ତୁମମାନଙ୍କର କରିବା ଦରକାର। କେତେ ଦୂର ତା କଣ ଜାଣ? ଯଦି ହୋଇ ଉଠିପାର, ମୁଁ ତୃପ୍ତି ପାଇବି ଅବଶ୍ୟ ବୋଲି ଠାକୁର ଏଟା ନିଜେ କହିଛନ୍ତି। ସମସ୍ତେ ଯେମାନେ ଆସିଥିଲେ ଠାକୁରଙ୍କ ପାଖକୁ, ତ ସମସ୍ତଙ୍କ ନାମ ପଢିଦେଲି। ପ୍ରାୟ ମୁଖ୍ୟ ଲୋକ বীরেন্দ্র কৃষ্ণ ভদ্র, রাধারানী দেবী। রাধারানী দেবী কহিলে আপনাদের দয়াল যে আমার ওই গোপাল সেই অচিন্ত কুমার সেনগুপ্ত ধর্ম, এবং ସମସ୍ତେ କହିଛନ୍ତି ଆମେ ଆପଣଙ୍କର ଦେଇଥିବା ରାସ୍ତାଟାକୁ, ଏ ଯଜନଯାଜ ନିଷ୍ଠବୃତ୍ତି ସ୍ୱସ୍ତିନୀ ସଦାଚାର, এইটা ଆମର সুভাষ চন্দ্র বোস কহিদেলে এই জিনিসটা ভারতের যখন মুক্তি লাভ করবে, বৈদেশিক শাসন থেকে যখন ভারত মুক্তি লাভ করবে,
তখন সবাইকে এই পথেই অনুসরণ করতে হবে। সবাইকে সুভাষ চন্দ্র ବୋଷ একদম কড়াকড়ি ভাବରେ କହିଲେ ଯେ ସମସ୍ତଙ୍କୁ ଏଇ ରାସ୍ତା ଅନୁସରଣ କରିବାକୁ ହବ। ତ ପ୍ରଥମ କଥା ତ ହେଲା ବିବାହ ସଂସ୍କାର। ବିବାହ ସଂସ୍କାରକୁ ନ କହିକି ଆଉ ଯାହା କଥା କୁହନ୍ତୁ କିଛି କାମ ଦବନି। ତାର କାରଣ ହେଲା ଏ ଜିନିଷଟାକୁ ମାନିବା ପାଇଁ ବର୍ତ୍ତମାନ ବହୁ ଯୁବକ ଯୁବତୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଭାବୁଛନ୍ତି ଯେ ଟଙ୍କା ପଇସାଟା ଦେଇକି ଅଷ୍ଟ୍ରେଲିଆରେ ଯଦି ଆମେ ରହିଯାଉ, ବହୁତ ଜମିବାଡ଼ି ଜାଗା ପତ୍ର ଅଛି, ଆମେରିକାରେ ରହିଗଲେ ବହୁତ ପଇସା ଟଙ୍କା ପଇସା ଅଛି, ଗାଡ଼ି ଘୋଡ଼ା ଅଛି, ତା ଛଡ଼ା ବିଲ୍ଡିଂ ଭିତରେ ଆମେ ଆନନ୍ଦରେ ରହିବୁ, ଏମିତି ବହୁତ ବିଦେଶୀ ଜାଗାରେ ଭଲରେ ରହିବେ। ସେଇପାଇଁ ଇଆଡ଼େ ବାହା ହେଇ ଯାଉଛନ୍ତି କିମ୍ବା ସିଆଡ଼େ ବାହା ହେଇ ଯାଉଛନ୍ତି। ତାଙ୍କର ଏଇ ସବୁ ଜିନିଷ ପ୍ରତି ଆଦୌ ଲକ୍ଷ୍ୟ ନାହିଁ। ଏଟା ହଉଛି ମୂଳ ଜିନିଷ ଠାକୁରଙ୍କର। ଏ ଜିନିଷଟାକୁ ଯଦି ଭୁଲିକିରି ଆମେ ଅନ୍ୟ ଜିନିଷ କଥାକୁ ଯାଉ, ତାହେଲେ ହୁଏତ ଅସଲ ଜିନିଷଟା ଭଟ୍ଟା ପଡ଼ିଯିବ। ଯାହାଫଳରେ ବିବାହ ଯଦି ନହେବ ଭଲ ସନ୍ତାନଟି ଆସିବ ନାହିଁ। ଆମର ପରିବାରକୁ ଭଲ ସନ୍ତାନଟି ଆସିବ ନାହିଁ, କେବେ ଆସିବ ନାହିଁ। କାହିଁକି ମୋର ପୁଅ ମୋ କଥା ମାନୁନି, କାହିଁକି ମୋର ପୁଅଟା ଏ କଥା କଲା, କେ ତମେ ତ କରିଛ ସେଇ ଯୋଉଟା ସେଇଟା ତ ଚାଲିଗଲା, ମାନେ ସମସ୍ତଙ୍କୁ ତମେ ବିତରଣ କରିଦେଲ ତମ ଘର ଭିତରେ ବି। ଗୋଟିଏ ଯଦି ଭୁଲ ବିବାହ ହେଇଗଲା ତାହେଲେ ସେ ପରିବାରଟା ସମ୍ପୂର୍ଣ୍ଣ ଧ୍ୱଂସରେ ପରିଣତ ହେଇଯିବ। ବିଶେଷ ଭାବରେ ଏ ପ୍ରତିଲୋମଜ ବିବାହ ଯଦି ହୁଏ, ଅନୁଲୋମଜରେ ରକ୍ଷା ଟିକେ ଅଛି, କିନ୍ତୁ ପ୍ରତିଲୋମଜରେ ଆଦୌ ବିବାହ ନାହିଁ। ଏ ବାଣୀ ନମ୍ବର 135 କି 36 ନା କଣ ସେ ପଢିବେ, ଆମର ନାରୀ ନୀତିରେ ଅଛି ପ୍ରତିଲୋମଜ ବିବାହକୁ କେମିତି, ସମର୍ଥିତ ବିବାହକୁ କେମିତି କମ କରାଯାଏ। ଠାକୁର ବି ତାର ବାଣୀ ବି ଦେଇଛନ୍ତି, ତା ବି ଆମେ ମାନିବାକୁ ରାଜି ନୁହଁ। ଯଦି ମାନିବାକୁ ରାଜି ନହୁଁ ତାହେଲେ ଏତେ ଏତେ ଆଲୋଚନା କାହିଁକି, ଏତେ କଥା କାହିଁକି? କେତେ ବୈଜ୍ଞାନିକ କେତେ କଥା କହୁଛନ୍ତି, ଏ କଥାକୁ ଭୁଲି ଯାଉଛନ୍ତି। କେତେ ଡାକ୍ତର ଇଞ୍ଜିନିୟର ଏ କଥା କହୁଛନ୍ତି, ଯେତେ ରୋଗୀ ଆସିବେ ସେତେ ଭଲ। ହୁଏତ ଡାକ୍ତର ମାନେ ଭାବୁଛନ୍ତି ଡକ୍ଟର୍ସ ଡିଫର, ଆଇ ନୋ, କିନ୍ତୁ ଏ କ୍ଷେତ୍ରରେ ଡିଫର କରିବାର କୌଣସି କାରଣ ନାହିଁ। ଏଟା ଠାକୁରଙ୍କର ଟାଇମ ହେଇଗଲା କି? ଠାକୁରଙ୍କର ଆଚ୍ଛା, ଯାହା ହଉ ଟାଇମ ହେଇଗଲାଣି ବୋଲି ତୁ ମୋ ସ୍ତ୍ରୀ ତ ମତେ ହେଇନାହିଁ। ହଉ, କାଲି 7:30 ପରେ କହିଥିଲେ ନା, ହେଇଗଲାଣି ଟାଇମ। ହଉ, ମୁଁ ଆଉ ଅଧିକା କହୁନି। 7:50। ହଉ ହଉ, ଠିକ ଅଛି। ଲାଲ ବାହାଦୁର ଶାସ୍ତ୍ରୀ ସିଏ ଆସିଲେ, ସେମାନେ ବି ଠାକୁରଙ୍କ ବାଡି ଖଣ୍ଡିଏ ଦେଲେ ଯେ ସିଏ ତାକୁ ନେଇକି ଗଲେନି। ସେ କହିଲେ ତୁ ଯୋଉଠିକି ଯିବ ସ୍ତ୍ରୀ ସହିତ ଯିବ, ସିଏ ତମକୁ ରକ୍ଷା କରିବେ। ମା ମାନେ, ଠାକୁର ସେଇପାଇଁ କହିଲେ ମା ମାନଙ୍କର ପାଖରେ ଯୋଉ ବୁଦ୍ଧି ଅଛି କାହାର ପାଖରେ ନାହିଁ, କୌଣସି ଦେଶ ଦୁନିଆ ପାଖରେ ନାହିଁ, ସାମ୍ରାଜ୍ୟ ପାଖରେ ନାହିଁ। ସାମ୍ରାଜ୍ୟର ଯୋଉମାନେ ମାଲିକ ତାଙ୍କ ପାଖରେ ନାହିଁ। ସେପାଇଁ କହିଲେ ମା ମାନଙ୍କ ପାଖରେ ଯାହା ଅଛି, ଯଦି ସେମାନେ ଯଦି ଗୋଟିଏ ସନ୍ତାନ, ଭଲ ସନ୍ତାନ ପୁଅଟିଏ ସେ ଦେଇପାରେ, ପିତାମାତାଙ୍କୁ ନେଇକି ସ୍ୱର୍ଗରେ ସେ ବସେଇ ଦେଇପାରିବ। ଯଦି ଭଲ ଝିଅଟି ଆସିଲା ତମର ସଂସାରକୁ ଏଇ ବିବାହ ବିଧାନ ଭିତର ଦେଇ, ଠାକୁର କହିଲେ ବୟସର ବ୍ୟବଧାନ ହବା କଥା। ମତେ ପଚାରନ୍ତି, ଦାଦା ଠାକୁର ତ କହିଲେ 15ରୁ 20, ଆଜିକାଲି କଣ କେହି 15ରୁ 20 ବର୍ଷର ଦେବେ ବାହାଘର? ମନିଲାଲ ଚକ୍ରବର୍ତ୍ତୀ କଥା ଦେଖନ୍ତୁ। ମନିଲାଲ ଚକ୍ରବର୍ତ୍ତୀଙ୍କର 38 ବର୍ଷ ବେଳେ ତାଙ୍କ ସ୍ତ୍ରୀଙ୍କର 15 ବର୍ଷ। ମୁଁ ତାଙ୍କୁ ପଚାରିଛି নিজে টেলিফোনে, আপনার ইচ্ছা ছিল নাকি? কয়ে মোটে না, আমার বাবা দীক্ষা, মার দীক্ষা, ঠাকুরের ইচ্ছা ছিল, তাই আমি বিয়ে করলাম। ଏବେ ଜଣେ କହୁଥିଲେ, କହିଲେ ଅମୁକ ପ୍ରଫେସର କହିଦେଲେ ଠାକୁରଙ୍କର ବାଣୀ ସଂଖ୍ୟା ହଉଛି 33,000 କେତେ। ମୁଁ କହିଲି ହାୟ ହାୟ ହାୟ, ଏଇଗୁଡାକ ଯଦି ପ୍ରଚାରିତ ହେଇଯାଏ ତାହେଲେ ଆଉ କଣ ରହିଲା? ଭୁଲ ଭଟକା ଜିନିଷଟା ଯଦି ପ୍ରଚାରିତ ହେଇଯାଏ
ତାହେଲେ ତ ବଡ଼ ଅସୁବିଧା କଥା ହେଇଯିବ। ସେ ଦୃଷ୍ଟିରୁ ତା ପରଦିନ ମୋର ସେଠି ଥିଲା କହିବା ପାଇଁ, ମୁଁ କହିଲି ସିଏ ପଛେ ଯାହା ଭାବନ୍ତୁ, ମୁଁ ନିଶ୍ଚିତ କରି କହିଦେବି ମନିଲାଲ ଚକ୍ରବର୍ତ୍ତୀଙ୍କର ଦାୟିତ୍ୱରେ ଥିଲା କୋଉ ବାଣୀ କୋଉ ଗ୍ରନ୍ଥରେ ଲିପିବଦ୍ଧ ହବ। ସେ 19 ବର୍ଷ 20 ବର୍ଷ କାଳ ଠାକୁରଙ୍କ ପାଖରେ କାର୍ଯ୍ୟ କରିଛନ୍ତି। ଠାକୁର ତାକୁ ଡାକି କହିଲେ, ମନି তোমার কপালটা তো খুব ভালো গো। হাত ଦେଇକି এসো এসো এসো, আমি কপালটা একটু দেখে দিই। ଦେଖିକି ଏମିତି ହାତ ବୁଲେଇ ଦେଲେ, ପୁରା ଟାଣି ଦେଲେ। ଯିଏ କହିଲେ, କିଏ দেবীটা ଥିଲେ, କହିଲେ পরম পিতার হাত যখন বেজেছে ও তো আর যাবে না। 96 ହେଲା କାହିଁ ତାଙ୍କର ତ ଜୀବନର ବୃଦ୍ଧି ହେଲା। ମାଙ୍କର ବୟସ 15 ବର୍ଷ ଥିଲା ବୋଲି। ଅତଏବ ଏ କଥାଟାକୁ କାହିଁକି ଆପଣମାନେ, ମୁଁ ଆବା ଆମେ ମାନେ, ଆମର ତ କିଛି କିଛି ନଥିଲେ 10 ବର୍ଷ ଟିକେ ଏପାଖ ସେପାଖ ଅଛି। ମୋ ପୁଅର 2 ବର୍ଷ ଏପାଖ ସେପାଖ ସ୍ୱାମୀ ସ୍ତ୍ରୀ ଭିତରେ, କି 2-2.5 ବର୍ଷ। ଏକଦମ ଏଗୁଡିକ ଭୁଲ। ଅଳ୍ପାୟୁ ସନ୍ତାନ ପାଇଁ ଏଇଗୁଡାକ ଠିକ। ଆପଣ ମନିଲାଲ ସହିତ କଥା ହୁଅନ୍ତୁ, ସେ ତ ଟେଲିଫୋନ ଧରୁନାହାନ୍ତି, ତାଙ୍କ ମାଙ୍କ ସହିତ କଥା, ପୁଅ ମାନେ କଥା ହଉଛନ୍ତି। 85 ବର୍ଷ ତାଙ୍କୁ ହେଲାଣି। ସେ କହିଲା ମାନେ ସେ ଏକଦମ ନିର୍ଦ୍ୱନ୍ଦରେ କହି ଚାଲିବେ। ମତେ ତ ଅଟକେଇବା ତାଙ୍କୁ କଷ୍ଟ ହୁଏ। ମୁଁ 2 ଥର ତାଙ୍କୁ ପରିଚାଳନା ଦାୟିତ୍ୱରେ ମୁଁ ଥିଲି। ଅଟକେଇବା ତାଙ୍କୁ କଷ୍ଟ ହୁଏ। ଆଉ ମନିଲାଲକୁ କିବା ଅଟକେଇବ? ସିଏ ସିଧା କହିଲେ, ଗଦ୍ୟବାଣୀ ହଉଛି 9793, ପଦ୍ୟବାଣୀ ହଉଛି 8829, ଆଉ ଇଂଲିଶ ବାଣୀ ହଉଛି 2467। ସବୁ ମିଶିକିରି ହେଲା 21088। କୋଉଠୁ 33,000 ସେ ପ୍ରଫେସର ପାଇଲେ? ବିରାଟ ପ୍ରଫେସର ସେ। କେମିତି ଏ ଭୁଲ ଜିନିଷଟାକୁ ଆମମାନଙ୍କ ଭିତରେ ପ୍ରସାରିତ ହେଇଗଲା? ମୁଁ ତ ଏକଦମ ଜୋର କରି କହିଲିଣି। ଯେତେବେଳେ ମୋ ସ୍ତ୍ରୀ ଆସିକି ଠିଆ ହେଇକି କହିଲେ ବନ୍ଦ କର, ପଛେ ବନ୍ଦ କରିଦିଅ, ତମେ ଏତେ ଜୋର କୁହନି, ଷ୍ଟ୍ରୋକ ଅଛି। ଷ୍ଟ୍ରୋକ କଥା କହିନାହିଁ। ମୋ ଟୁକୁରେ ଆମେ ଯୋଉଟା ଠିକ ଭାବରେ ଜାଣୁଛୁ, କୋଉଠି ଲେଖା ହେଇଛି ବି, ତାହା ଯଦି ଆମେ ନିଜେ ନ କହିପାରିବୁ, ତାହେଲେ ସେଗୁଡ଼ିକ ଆଲୋଚନା ନ କଲେ ହିଁ ଭଲ। କାହିଁକି ଆମେ ଭୁଲ ତଥ୍ୟଟା ଆପଣଙ୍କ ଏଠି, ମୁଁ ତ ଦେଖୁଛି ବର୍ତ୍ତମାନ ପ୍ରାୟ 170-180 ଲୋକ ହେଲେଣି, 160 ଲୋକ ହେଲେଣି, ଆଉ ଅନ୍ୟାନ୍ୟ ଜାଗାରେ ସବୁ ଥିବେ ବି। ଗୁଣନ 4 ମାରି ଦିଅନ୍ତୁ। ଏଗୁଡ଼ା ସମସ୍ତେ ଯଦି ଭୁଲ ମାନେ ଆମେ କହିବା, ସମସ୍ତେ ଭୁଲ ରାସ୍ତାରେ ଯିବେ। ସେପାଇଁ ସୁଭାଷ ଚନ୍ଦ୍ର କହିଲେ, ଭବିଷ୍ୟତରେ ঠাকুরঙ্কর কথাକୁ ସମସ୍ତେ, ভারত যখন মুক্তি লাভ করবে তখন সবাইকে এই পথেই অনুসরণ করতে হবে। মানে ডেফিনাইট ভাବରେ କହିଦେଲେ। ଯାହା ହଉ, ଠିକ ଅଛି। ମୁଁ ଏବେ ଆଉ ଅଧିକା କହୁନାହିଁ, ମୋର କଥା ସରିଲା। ଆପଣମାନେ ସମସ୍ତେ ସୁସ୍ଥ ଶାନ୍ତି ନିରାମୟ ଜୀବନ ଯାପନ କରିବା ପାଇଁ ସ୍ୱସ୍ତୟିନୀ ବ୍ରତଟାକୁ ନିଶ୍ଚିତ ଗ୍ରହଣ କରିବେ। ସ୍ୱସ୍ତୟିନୀ ବ୍ରତରେ 78 ପେଜ ନମ୍ବରରେ ଦେଖିଦେବେ, ଆମର ଦାଦା ଯେ ଲେଖିଛନ୍ତି କୋଉଥିରେ, ପୁରୁଷୋତ୍ତମ କଥା ମଞ୍ଜୁଷାରେ ନୃସିଂହ ତ୍ରିପାଠୀ ଦା ଲେଖିଛନ୍ତି। ସେ ତ ଖୋଜାଖୋଜି କରିକି ବହୁତ ପଢାପଢି କରି ଲେଖନ୍ତି। ପେଜ 78ରେ ଠାକୁର କହିଲେ, ଯଦି ସ୍ୱସ୍ତୟିନୀ ବ୍ରତ ଦୀକ୍ଷାର ସହିତ ଯଦି କେହି ନିଏ, ମୁଁ ପ୍ରତିଜ୍ଞା କରି କହିପାରେ, ମଣିଷର ସର୍ବଦୈନ୍ୟ, ସର୍ବଶୋକ, ସର୍ବବ୍ୟାଧି ଦୂର କରି ତାକୁ ଶାନ୍ତିରେ ସ୍ୱସ୍ତିରେ ପ୍ରତିଷ୍ଠିତ କରିବାକୁ ଏହି ସ୍ୱସ୍ତୟିନୀ ହେଉଛି ଏକମାତ୍ର ଅମୋଘ ପନ୍ଥା। କିନ୍ତୁ ଆମେ ସେଇଟାକୁ ଛଳନାରେ ହଉ। ଏବେ ଆମ ଘରେ ଗୋଟେ ସତ୍ସଙ୍ଗ ହଉଥିଲା, ଜଣେ ଆସିଥିଲେ 18 ବର୍ଷ କାଳ ଦାଦାଙ୍କ ଠାରୁ ସ୍ୱସ୍ତୟିନୀ ନେଇକିରି, ସେ ଆଚାର୍ଯ୍ୟ ଦେବଙ୍କ ଠାରୁ ସେ ବ୍ରତ ପାଳନ କରୁନାହିଁ। ମୁଁ କହିଲି, ଏଇ କାଗଜଟା ନେଇଯା, ସ୍ୱସ୍ତୟିନୀ ସାଙ୍ଗେ ସାଙ୍ଗେ ପ୍ରତିପାଳନ କରିକି ସାଙ୍ଗେ ସାଙ୍ଗେ ଅର୍ଘ ଗୁଡ଼ିକୁ ପଠେଇ ଦିଅ। ଆଉ ଯାହା ଯାହା ରଖିବା କଥା ତମ ପାଖରେ ରଖ। ଆଉ ଏଇ କାଗଜଟା ଭଲ କରି ପଢିବ, ପଢିକିରି ସ୍ୱସ୍ତୟିନୀ ବ୍ରତ ସାଙ୍ଗେ ସାଙ୍ଗେ ପରିପାଳନ କର।
ଏ ଗୋଟିଏ ଲୋକ ଯଦି ସ୍ୱସ୍ତିନୀ ବ୍ରତ କରେ କହିଲେ ମୁଁ ଆଉ ଏ ଭୁଲ କରିବି ନାହିଁ, ଆପଣଙ୍କ ଠାରୁ ଯାହା ଶୁଣିଲି ମୁଁ କହିଲି ମୁଁ ତ କଣ କହିଛି, ଏଇଟା ଠାକୁରଙ୍କ କଥା, ଠାକୁର ଯାହା କହିଛନ୍ତି ସେଇଟା ଦୀପରକ୍ଷେ। ଏଥିରେ ଆମର ଦାଦା ଆମର ସୁନ୍ଦର ଭାବରେ ଲେଖିକି ରଖିଛନ୍ତି। ଆଉ ପୁରୁଷୋତ୍ତମ କଥା ମଞ୍ଜୁଷା ପେଜ ନମ୍ବର କହିବି ଦେଲି, ସବୁ କଥା କରିଦେଲି। ଯାହା ହଉ ଆପଣମାନେ ସମସ୍ତେ ଶାନ୍ତି ସୁସ୍ଥି ଆନନ୍ଦରେ ଥାନ୍ତୁ। ଆଉ ଯେମିତି ସୁବିଧା ପାଇବି ଦେହଟା ପରୁ ମୁଁ ତ ଏକ୍ସଟେମ୍ପର୍ଡ ହେଇଯାଏ। ଏଇସବୁ କଥାକୁ ନ ମାନିକିରି କେହି ଯଦି କାର୍ଯ୍ୟ କରେ ମୁଁ ଟିକେ ଏକ୍ସଟେମ୍ପର୍ଡ ହେଇଯାଏ। ଏକ୍ସଟେମ୍ପର୍ଡ ହେଲେ ଯାହା ହବା କଥା ମତେ ଭୋଗିବାକୁ ପଡିବ ସିନା। ଆଉ ଇଏ ତ କହିଲେ ଦେଶବନ୍ଧୁ চিত্তরঞ্জন କହିଲେ তাকে তার কাছে এসে তার কথা শুনে আত্মসমর্পণ না করে আমার উপায় ছিল না। যদি তাଙ୍କର ଉପାୟ ନଥିଲା, ଏତେ ବିରାଟ ଲୋକ, ଆମର କୋଉଠି ଉପାୟ ଅଛି? କଣ ଡାକ୍ତର ହେଇଗଲି ବୋଲି, ଇଞ୍ଜିନିୟର ହେଇଗଲି ବୋଲି? କାଲି ଜଣେ ତାଙ୍କର ସ୍ୱାମୀଙ୍କ ନାଁ ଏଥିରେ ତା ନାଁଟା ଲେଖିଛି। ମୁଁ କହିଲି ଇଏ ନାଁଟା କୋଉଠୁ ଆସିଲା? এটা ବୋଧେ ନିଶ୍ଚିତ ଶ୍ରୀ ଠାକୁର ଦେଇଥିବେ। ମନେକର ମୋ ସ୍ତ୍ରୀ ନାଁ ହେଲା ସ୍ୱର୍ଣ୍ଣପ୍ରଭା, ମୁଁ ଲେଖିବି ସ୍ୱର୍ଣ୍ଣପ୍ରଭା ଦିନେଶ ଭଟ୍ଟାଚାର୍ଯ୍ୟ। କି କଥା ଇଏ! କେତେ ବ୍ୟତିକ୍ରମ ଭିତରେ ଆମେ ଯାଉଛୁ ତାହା ବୁଝି ନେବା କଥା। ସମସ୍ତେ ଭଲ ଥାନ୍ତୁ, ଆନନ୍ଦରେ ଥାନ୍ତୁ। ଲୋକ ସଂଖ୍ୟା ଆସ୍ତେ ଆସ୍ତେ କମିଲା, ଆଉ ଆମେ ବି ଛାଡ଼ିଲୁ ଆସ୍ତେ ଆସ୍ତେ। ଭୁବନେଶ୍ୱର ଦାସରେ ମୁଁ କଲିକତାରେ କହିଦିଏ କୋଉ କୋଉ ମାନେ ଛାଡ଼ିଲେ, ଲେଖିକି ରଖେ, କହିଦିଏ ତମ ଭିତରୁ ଏଇ ଲୋକମାନେ କାହିଁକି ଛାଡ଼ିଲେ। ଠାକୁର ସମସ୍ତେ ତ କହିଲେ ଯେ ଠାକୁର ସବୁ ଏଥିରେ ଉପସ୍ଥିତ ଥାନ୍ତି, ଏବଂ ଠାକୁରଙ୍କୁ ଛାଡ଼ି ଦେଇକିରି ମୁଁ ଛାଡ଼ି ଦେଇକି ପଳେଇ ଯିବାଟା ଠିକ ନୁହେଁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଜୟ ରାଧେ ରାଧେ ଶେଷ ପର୍ଯ୍ୟନ୍ତ, ଧ୍ୱନି ପର୍ଯ୍ୟନ୍ତ, ପ୍ରଣାମ ପର୍ଯ୍ୟନ୍ତ ସମସ୍ତେ ରହିବା ଆବଶ୍ୟକ। ଯଦି କହିବେ ଗୋଟିଏ ମୁଁ କହିବି ଦେବି ଠାକୁର କେମିତି କେତେଟା ଜାଗାରେ ରହିଥିଲେ, ଆଉ ଆପଣମାନେ ଆମେମାନେ ସବୁ ଛାଡ଼ିକି ପଳେଇ ଆସୁଥିଲୁ। ଜୟଗୁରୁ 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 ଜୟ ଜୟ ପ୍ରଥମ ଭାବରେ ଆମର ସେମାନେ ପୂଜ୍ୟ ଦିନରେ ପ୍ରତିନିଧି ଦିନେଶ ଭଟ୍ଟାଚାର୍ଯ୍ୟ ବିଭିନ୍ନ ଦିଗ ଦେଇ ଆମ ପାଖରେ ସବୁ ଠାକୁରଙ୍କ କଥା ତୋଳି ଧରିଲେ। ଯେଉଁ ମହାମନୀଷୀ ମାନେ ସବୁ ଠାକୁରଙ୍କ ପାଖକୁ ଆସିଥିଲେ, ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ନେତାଜୀ ସୁଭାଷ ବୋଷ, ଆଉ ଫଜଲୁର ରହମାନ, ବୀରେନ୍ଦ୍ର କୃଷ୍ଣ ଭଦ୍ର ଇତ୍ୟାଦି ଯେଉଁ ସବୁ ମହାମନୀଷୀ ଆସିଥିଲେ, ଆଉ ସେମାନଙ୍କର ଯେଉଁ କଥା ଥିଲା ଠାକୁରଙ୍କ ସହିତ କଥୋପକଥନ, ତା ଭିତରେ କଣଟା କୋଉ କଥା ଗୁରୁତ୍ୱ ଦିଆଯିବ, ଆଉ ସେ କଥାକୁ ଯେଉଁ କଥାଟା ଗୁରୁତ୍ୱ ଦିଆଯିବ ସେଇ କଥାଟା ଠାକୁର ସେମାନଙ୍କୁ ବାରମ୍ବାର କହିଥିଲେ ଯେ ମ୍ୟାନ୍ ମେକିଂ ପ୍ରୋଗ୍ରାମ, ଭଲ ମଣିଷ ସୃଷ୍ଟି କରିବା। ଆଉ ସେ ଭଲ ମଣିଷ ସୃଷ୍ଟି କରିବାର ଉପାୟ ହେଉଛି ଯେ ଏହି ବିବାହ, ବୈଦିକ ବିବାହ, ଆଉ ଅନୁଲୋମ ବିବାହ, ଆଉ ପ୍ରତିଲୋମ ବିବାହଟାକୁ ଆମେ କିଭଳି ତାକୁ ରୋକିବା, ସେ କଥାକୁ ନେଇକି ଠାକୁର ଏବଂ ତାର ପ୍ରତିଲୋମ ବିବାହର କ'ଣ କୁପରିଣାମ, ସେ କଥା ମଧ୍ୟ ଯାହା ଯାହା ଠାକୁର କହିଛନ୍ତି ସେ କଥା ଆମ ପାଖରେ ଆମ ପୂଜ୍ୟ ଦିନେଶ ଦାସ ଯୋଡ଼ି ଧରିଲେ। ବିନା ଭାବେ ଯେଉଁ ବୈଦ୍ୟନାଥ ମନ୍ଦିରକୁ ହିନ୍ଦୁ ପ୍ରବେଶ ହରିଜନକୁ ନେଇକି ଯେଉଁ ପ୍ରବେଶର କଥା ହରିନନ୍ଦନ ପ୍ରସାଦ ଦାସ ଯେଉଁ ଠାକୁରଙ୍କୁ ପଚାରିଥିଲେ, ଠାକୁର ସେ କଥାକୁ ଗୁରୁତ୍ୱ ନ ଦେଇକି କହିଥିଲେ ଯେ ଯେଉଁମାନେ ପ୍ରତିଲୋମ ସେମାନଙ୍କର ମନ୍ଦିରକୁ ପ୍ରବେଶ ନିଷେଧ। ଏ କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ ଏବଂ ବିଶେଷ ଭାବରେ ଏଇ କଥାକୁ ନେଇକରି ଅନେକ ଗୁଡ଼ିଏ ତାର ଏଇ ପ୍ରତିଲୋମ ବ୍ୟବହାର ଯେଉଁ ପରିଣାମ ଆମ ପାଖରେ ତୁଳି ଧରିଲେ। ଏବଂ ଶେଷରେ ଏ ସୁସ୍ଥ କଥା, କିଭଳି ସୁସ୍ଥ ନେଲେ ମଣିଷ ଆଉ ସର୍ବଧନ୍ୟ ସର୍ବ ରୋଗ ବ୍ୟାଧିରୁ ମୁକ୍ତ ପାଇବ। ଏବଂ ଶ୍ରୀ ବର୍ଦାଙ୍କର ଯେଉଁ କଥାଟା ତୁଳି ଧରିଥିଲେ ଯେ ବର୍ଦା ଜଣେ କ୍ୟାନ୍ସର ପେସେଣ୍ଟକୁ କିଭଳି ଆରୋଗ୍ୟ ଲାଭ କରିଥିଲେ ରାଉରକେଲାର ମାଆକୁ, ଆଉ ସେ କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ। ଆଉ ଯାହା ହଉ ଆମମାନେ ଆମର ପୂଜ୍ୟ ଦିନେଶ ଦାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ସେ ଜଣେ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣାପୃଷ୍ଟ କରୁଥାନ୍ତି, ଏଇ ଧାରା ଅବ୍ୟାହତ ଥାଉ। ଏଇ ଠାକୁରଙ୍କ ସେ ଜଣେ ପ୍ରାର୍ଥନା। ଦାଦା ଜୟ ଗୁରୁ। ଜୟଗୁରୁ 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 ଦାଦା। ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସଦ୍ୟ ଜଗଦୀଶ ଭାଇ, ଠାକୁରଙ୍କ ପବିତ୍ର କନ୍ୟାସୀ କର୍ମୀ ଶ୍ରୀତ ଜଗଦୀଶ ସାମନ୍ତରାୟ। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମନ୍ୱୟ ସିଂ ଦାସ, ଶ୍ରୀତ ସିଦ୍ଧେଶ୍ୱର ସିଂ, ତାଙ୍କର ସୁକନ୍ୟା ମାଳବୀ ସିଂଙ୍କର ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଆମେ ଯୋଗଦାନ କରିବା। ବର୍ତ୍ତମାନ ଆମର ସମନ୍ୱୟ ଅଶୋକ ଭାଇ, ଅଶୋକ କୁମାର ମହାନ୍ତି ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ।
ଆଜ୍ଞା ଜୟ ଗୁରୁ। ଜୟ ଗୁରୁ ଠିକ୍ ଅଛି। ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ପାଗଳ କରେ ପ୍ରାଣ ପାଗଳ କରେ ପ୍ରାଣ ଏଇ ଡାକରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ଅନିନ୍ଦ୍ୟ ଅପରୂପ ଲଳିତ ନେତ୍ର କାଞ୍ଚନ ବିନିନ୍ଦିତ କୁସୁମ ଗାତ୍ର ଅନିନ୍ଦ୍ୟ ଅପରୂପ ଲଳିତ ନେତ୍ର କାଞ୍ଚନ ବିନିନ୍ଦିତ କୁସୁମ ଗାତ୍ର ପୂର୍ଣ୍ଣ ଚନ୍ଦ୍ରମା ପ୍ରଭା ପୂର୍ଣ୍ଣ ଚନ୍ଦ୍ରମା ପ୍ରଭା ଶ୍ରୀମୁଖରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ରକ୍ତରାଜୀବ ପଦ ଲାଭ ଲୋଭରେ ତୃଷିତ ଭକ୍ତ ଚିତ୍ତ ଚିର ଆତୁରେ ରକ୍ତରାଜୀବ ପଦ ଲାଭ ଲୋଭରେ ତୃଷିତ ଭକ୍ତ ଚିତ୍ତ ଚିର ଆତୁରେ ଅନନ୍ତ ସୀମ ଅନନ୍ତ ସୀମ ଅମିୟ ଲୀଳାରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ କରୁଣା କଲ୍ଲୋଳିତ ଆନନ୍ଦ ଧାରା ମହାପ୍ଲାବନେ ମଗ୍ନ ମୁଗ୍ଧ ଏ ଧରା କରୁଣା କଲ୍ଲୋଳିତ ଆନନ୍ଦ ଧାରା ମହାପ୍ଲାବନେ ମଗ୍ନ ମୁଗ୍ଧ ଏ ଧରା ପ୍ରେମ ପିୟୁଷ ହରେ ଓ ପ୍ରେମ ପିୟୁଷ ହରେ ଭବ ଦୁଃଖରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ଭୁବନ ବିମୋହନ ଏଇ ରୂପରେ ହୃଦୟ ହିଲୋଳିତ ଏଇ ହସରେ ବନ୍ଦେ ପୁରୁଷୋତ୍ତମମ୍ वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम्
वंदे पुरुषोत्तमम नमो प्रेम में श्री श्री ठाकुर अनुकूल चंद्र जी की परम प्रेम में श्री श्री ठाकुर अनुकूल चंद्र जी की परम प्रेममय श्री श्री ठाकुर अनुकूल चंद्र जी की परमाराध्या जगत जननी श्री श्री पद्मा की परमाराध्या जगत जननी श्री श्री पद्मा की परमाराध्या जगत जननी श्री श्री पद्मा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की सत्संग की सत्संग की सत्संग की वंदे पुरुषोत्तमं वंदे आर्य पितॄन् वंदे मातृवर्गान् वंदे हं पृष्ठदैवतान् वंदे पुरुषोत्तमं वंदे पुरुषोत्तमं परम प्रेम श्री श्री ठाकुर अनुकूल चंद्र जी की दादा मामन आपको प्रणाम সবাইকে জয় গুরু ফাইনাল জয় গুরু রমাকান্ত ভাই বসন্ত বাবু সমস্ত জয় গুরু রাজশ্রী মা জয় গুরু সমস্ত জয় গুরু সবাইকে জয় গুরু রঞ্জুলতা মা প্রশান্ত ভাই সমস্ত জয় গুরু সুরাই জয় গুরু জয় গুরু मंदाकिनी माँ जय गुरु समस्त सुषमा माँ विश्व भाई समस्त जय गुरु फाइनल परिवार फाइनल जय गुरु समस्त जय गुरु सबाई के जय गुरु
ହଁ